ଆଜ୍ଞା, ମା ଆଉ ମା ମାନଙ୍କର କଥା ତ ଆପଣମାନେ ଭଲ ଭାବରେ ଜାଣିଥିବେ। ପିଲାମାନେ ଦୂରରେ ରହୁଥିଲେ ପିଲାମାନଙ୍କ ପାଇଁ କ'ଣ ନା କ'ଣ ତ ମା ନିଶ୍ଚୟ ଗଣ୍ଠି ପକାଇ ପଠାଇ ଦେଇଥିବ। ସେମିତି ମୋ ମା ବି ମୋ ପାଇଁ ଅନ୍ୟାନ୍ୟ ଜିନିଷ ସହିତ କିଛି କୁଜି ସାରୁ ଗଣ୍ଡେ ମୋ ପାଇଁ ପଠାଇ ଦେଇଥିଲା। ସେଇ ସାରୁ ଗୁଡ଼ାକ ଇଆଡ଼ୁ ସିଆଡ଼ୁ ଆଉ ସିଆଡ଼ୁ ଇଆଡ଼ୁ ହୋଇ ବୁଲୁଥିଲା। ହେଲେ ସେତେବେଳେ ମୁଁ ଭାବିଲି ଯେ ଆକୁ କିଅଣ କିସ କ'ଣ କଲେ କୁଜି ସାରୁ ଗୁଡ଼ାକ ଫିଙ୍ଗା ହେବନି ଆଉ ପାଟିକୁ ବି ବହୁତ ରୁଚିକର ହେବ। ସେଥିପାଇଁ କିଛି କୁଜି ସାରୁ ସବୁକୁ ସିଝେଇ ଦେଲି। ଆଉ ତାପରେ ଦେଶୀ ଷ୍ଟାଇଲ ବେସର ପାଇଁ ଜିରା ସୋରିଷ ରସୁଣକୁ ବାଟି ରଖିଦେଲି। ଆଉ ତା ଉପରେ ଟମାଟୋ ଦୁଇଟା ଗଛରୁ ତୋଳି ଆଣିଲି, ତାକୁ ବାଟିବା ପାଇଁ ବି ରଖିଦେଲି। ତା ପାଖକୁ ହଳଦୀ ଗୁଣ୍ଡ, ମରିଚ ଗୁଣ୍ଡ, ଅଳ୍ପ ଚିନି, ବାଟିଥିବା ବଟା ମସଲା ଆଉ ଟମାଟୋ ଜୁସ୍ ଆଉ ଆମ୍ବୁଲ 2 ଖଣ୍ଡ ଆଣି ରଖିଦେଲି। ଏଇ ସବୁ ଗୁଡ଼ାକ ରଖି ସାରିଲା ପରେ କୁଜି ସାରୁ ମୋର ବି ସେପଟେ ସିଝି ଆସିଲାଣି। ତାକୁ ଭଲ ଭାବରେ ବାଛି କୁଛି ତାକୁ ତାର ଚୋପା ଚୋପି ଛଡ଼େଇ ତାକୁ ଭଲ ଭାବରେ ପରିଷ୍କାର କରି କଳାରୁ ତାକୁ ପୁରା ଧଳା କରିଦେଲି। ଆଜ୍ଞା ଦେଖୁନାହାନ୍ତି, ପୁରା କଳା ସରସର ହେଇଥିଲା ଯେ ମୁଁ ତାକୁ ଗୋରା ସରସର ବା ଧୋବଲା କରିକି ସାଇଡ଼ରେ ରଖିଦେଲି। ତାକୁ ଟିକେ କାଟିଦେଲି ଛୋଟ ଛୋଟ ଖଣ୍ଡ କରିକିରି। ତାପର ସାଇଡ଼ରେ ଗୋଟେ ଗ୍ୟାସ୍ ଅନ୍ କଲି। ଗ୍ୟାସ୍ ଅନ୍ କରିବା ପରେ ଗୋଟେ କଡ଼େଇରେ ଅଳ୍ପ ଟିକେ ତେଲ, ଆଜ୍ଞା ଅଳ୍ପ ଟିକେ ତେଲ ଖାଇବା, ବେଶୀ ତେଲ ବି ଦେହ ପାଇଁ ଭଲ ନାହିଁ। ଦେହ ପାଇଁ ତେଲକୁ ଭଲ ଭାବରେ କଡ଼େଇରେ ଗୋଳେଇ ସାରି ତା ଉପରେ ଟିକେ ପଞ୍ଚୁ ଫୁଟଣ ଦେଇଦେଲି। ଯେମିତି ସୋରିଷ, ଜିରା, ମେଥି, ପାନମଧୁରୀ ସହିତ ଚିନି, ଟିକେ ହଳଦୀ ଗୁଣ୍ଡ ଆଉ ଟିକେ ମରିଚ ଗୁଣ୍ଡ ଏବଂ ତା ଉପରେ ଟମାଟୋ ବଟା ସବୁକୁ ଢାଳି ଦେଲା ପରେ ତାକୁ ଗୋଳେଇ ଘାଣ୍ଟି କୋରା କୋରି କରି ସାରିଲା ପରେ ଦେଖି ସେ ପୁରା ମୋଟା ହୋଇଗଲାଣି। ଆଉ ମୋଟା ହୋଇସାରିଲା ପରେ ମୋର ବାଟି ଥିବା ମସଲା ସବୁକୁ ତା ଦେହରେ ଢାଳିଦେଲି। ତା ଦେହରେ ଢାଳି ସାରିଲା ପରେ ଘଣ୍ଟା ଘୁଣ୍ଟି ଖଡ଼ ଖାଡ଼ ଧଡ଼ ଧାଡ଼ କରି ସାରିବା ପରେ ସେ ପୁରା ଟକର ମକର ହେଇକି ପୁରା ରାଗରେ ଜର ଜର ହେଇକି ଫୁଟିଗଲାଣି। ରାଗରେ ଜର ଜର ଫୁଟିଗଲା ପରେ ମୁଁ ସେଥିରେ ଟିକେ ଅଳ୍ପ ପାଣି ଦେଇଦେଲି। ସେ ଟିକେ ଯେହେତୁ ବେଶୀ ରାଗ ଜର ଜର ହେଇଯାଇଥିଲା, ସାନ୍ତ୍ୱନା ଦେବା ପାଇଁ ପାଣି ତା ଦେହରେ ଧୋବଲା ସରସରକୁ ସାରୁକୁ ପକେଇ ସାରିଲା ପରେ ଅଳ୍ପ ଟିକେ ମଟର ଆଉ ଅଳ୍ପ ଟିକେ ପାଣି ଦେଇ ତାକୁ ପୁଣି ଥରେ ଘାଣ୍ଟା ଘୁଣ୍ଟି କୋରା କୋରି ଡବା ଡୁବି କରି ସାରିବା ପରେ ଦେଖିବେ ସିଏ ମଧ୍ୟମ ମୋଟା ହେଇ ଆସିଥିବ। ମୋଟା ହେଇ ଆସି ସାରିଲା ପରେ ସେଇ ଯେଉଁ ଆମ୍ବୁଲ 2 ଖଣ୍ଡ ଆଣି ପକେଇ ଦେଇ ସାରିଲା ପରେ ଅଳ୍ପ ସମୟ ପାଇଁ ପୁଣି ଥରେ ଘୋଡ଼େଇ ନେଲି। ପୁଣି ଘୋଡ଼େଇ ସାରିଲା ପରେ ଏଠି ମୋର ପ୍ରସ୍ତୁତ ହେଇଗଲା ମୋ ମା ପଠେଇଥିବା ଗାଁରୁ କୁଜି ସାରୁ ବେସର। ଓଃ ଆଜ୍ଞା, ପୁରା ଦେଶୀ ଷ୍ଟାଇଲ କୁଜି ସାରୁ ହେ କିଅଣ ନାଗୁଛି ବୋଲେ ପୁରା